ସକାଳୁ ସକାଳୁ ବାହାରି ପଡ଼ିଲୁ ଧର୍ତ୍ତଗଣ ଜଙ୍ଗଲ ପାଖରେ ଥିବା ମା ସିଦ୍ଧେଶ୍ୱରୀ ମନ୍ଦିର। ନୂତନ ମନ୍ଦିରଟି 50 ବର୍ଷ ତଳର ହୋଇଥିଲେ ମଧ୍ୟ ପୂଜା ପାଉଥିବା ମା ସିଦ୍ଧେଶ୍ୱରୀ ଓ ପାଖରେ ଥିବା ବିଭିନ୍ନ ବୈଷ୍ଣବ ଧର୍ମର ମୂର୍ତ୍ତିଗୁଡ଼ିକ ବହୁତ ପ୍ରାଚୀନ, ପ୍ରାୟ 800 ବର୍ଷରୁ ଅଧିକ। ଲୋକକଥା ଅନୁସାରେ ମା ସିଦ୍ଧେଶ୍ୱରୀ ଅଲଗା ଏକ ଜାଗାରେ ପୂଜା ପାଉଥିଲେ। ଏହିଠାରେ 200 ବର୍ଷ ତଳେ ଏକ ଶିବଲିଙ୍ଗ ବାହାରିଥିବାରୁ ଗ୍ରାମବାସୀମାନେ କୁଡ଼ିଆ କରି ରଖିଲେ। ମା ସିଦ୍ଧେଶ୍ୱରୀଙ୍କୁ ମଧ୍ୟ ଏଠାକୁ ଆଣି ଅଲଗା ଜାଗାରେ ଗୋଟିଏ ମନ୍ଦିରରେ ପୂଜା କଲେ। ଯେହେତୁ ମା ଏଠାରେ ସିଦ୍ଧେଶ୍ୱରୀ, ତାଙ୍କରି ନାମ ଅନୁସାରେ ମହାଦେବଙ୍କୁ ଏଠାରେ ସିଦ୍ଧେଶ୍ୱର ରୂପରେ ପୂଜା କରାଗଲା। ପୂଜା ପାଉଥିବା ମା ସିଦ୍ଧେଶ୍ୱରୀ ଦେବୀଙ୍କ ମୂର୍ତ୍ତିଟି ପ୍ରକୃତରେ ହେଲା ଭଗବାନ ଶିବଙ୍କର ଝିଅ ମନସା ଦେବୀଙ୍କ ମୂର୍ତ୍ତି। ଆଉ ସବୁ ପ୍ରାଚୀନ ମୂର୍ତ୍ତିକୁ ଦେଖି ଲାଗେ ଏଠାରେ କିମ୍ବା ଆଖପାଖରେ ବଡ଼ ବୈଷ୍ଣବ ମନ୍ଦିର ଥାଇପାରେ। ମୁଖ୍ୟ ପର୍ବ ମାଙ୍କ ବାରୁଣୀ ଉତ୍ସବ ବହୁତ ଧୁମଧାମରେ ପାଳନ କରାଯାଏ। ମନ୍ଦିରଟି ବାଲନସା ଦେଉଳସାହି ଗ୍ରାମରେ ପଡ଼ିବ। ଯେବେ ବି ଧର୍ତ୍ତଗଣ ଆସୁଛନ୍ତି, ପ୍ରାଚୀନ ଓ ଲୁକାୟିତ ଥିବା ମନ୍ଦିରକୁ ନିହାତି ଆସନ୍ତୁ। ଫୁଲ୍ ଭିଡ଼ିଓ ସୂର୍ଯ୍ୟ ମନ୍ଦିର ଟ୍ରାଭେଲର ୟୁଟ୍ୟୁବରେ ଦେଖିପାରିବେ।